ମନ୍ଦାରମାଳା କଳିତାଳକାୟ ତଳପାଳମାଳଙ୍କି ଶେଖରାୟ ଦିବ୍ୟାମ୍ବରାୟ ଚ ଦିଗାମ୍ବରାୟ ନମଃ ଶିବାୟ ଚ ନମଃ ଶିବାୟ। ଭାଦ୍ରବ ମାସର ଶୁକ୍ଳ ପକ୍ଷ ତୃତୀୟାରେ କରିବ ଏ ବ୍ରତ ଯୁକ୍ତ ହସ୍ତା ନକ୍ଷତ୍ରରେ ଅନୁଷ୍ଠାନେ ମାତୃବ୍ରତୀ ସର୍ବପାପ ଯୁକ୍ତ କରିଥିଲେ ଅଜ୍ଞାନରେ ବାଲ୍ୟେ ଏହି ବ୍ରତ। ଭାଦ୍ରବ ମାସର ଶୁକ୍ଳ ପକ୍ଷ ତୃତୀୟାରେ କରିବ ଏ ବ୍ରତ ଯୁକ୍ତ ହସ୍ତା ନକ୍ଷତ୍ରରେ ଅନୁଷ୍ଠାନେ ମାତ୍ରେ ବ୍ରତୀ ସର୍ବପାପ ମୁକ୍ତ କରିଥିଲେ ଅଜ୍ଞାତରେ ବାଲ୍ୟେ ଏହି ବ୍ରତ। ସେସବୁ ତୁମ୍ଭ ଆଗରେ କହିବି ଗୋ ପ୍ରିୟ ନିଜେ ଯାହା ଲେଖିଅଛି ପୂର୍ବେ ହିମାଳୟେ। ଶୁଣି ପାର୍ବତୀ ବୋଲନ୍ତି ଆହେ ପ୍ରାଣନାଥ କିପରି ମୁଁ କରିଥିଲି ପୂର୍ବେ ଏହି ବ୍ରତ। ଶୁଣିବାକୁ ଇଚ୍ଛା ମୋର ହୁଏ ପ୍ରାଣେଶ୍ୱର ବୁଝାଇ କହ ହେ ଅକଟୁ ସନ୍ଦେହ ମୋହର। ଈଶ୍ୱର କହନ୍ତି ଦେବୀ ଶୁଣ ଦେଇ ମନ ଥିଲା ଉତ୍ତମ ପର୍ବତ ନାମ ହିମବାନ ସିଂହ ବ୍ୟାଘ୍ର ଗଜଯୂଥ ଯହିଁ ବିହରନ୍ତି ଦ୍ରୁମଲତାରେ ମଣ୍ଡିତ ଯହିଁ ମୃଗପନ୍ତି ନାନା ବର୍ଣ୍ଣେ ବହୁ ଶୃଙ୍ଗେ ବିଚିତ୍ର ମୂରତି ମଧୁରର ବେବୁଲନ୍ତି ଯହିଁ ପକ୍ଷୀପନ୍ତି ଦେବତା ଗନ୍ଧର୍ବ ସିଦ୍ଧ ଚାରଣ ଗୁହ୍ୟକ ମହାନନ୍ଦେ ବିଚରନ୍ତି ଗନ୍ଧର୍ବ ଗାୟକେ ସ୍ଫଟିକେ କାଞ୍ଚନ ବୈଦୁର୍ଯ୍ୟମଣିମୟ ଶୁଭେ ଶୋଭିତ ଆକାଶ ବ୍ୟାପୀ ବୃକ୍ଷଚୟ ଯହି ଦେଖ ହିମାଳୟ ତୃଷାରେ ପୂରିତ ଗଙ୍ଗା ଜଳ ପ୍ରବାହେ ଯେ ହୋଇଛି ଚରିତ୍ର। ରତ ସଦାସୁର ନାରୀ ନୃତ୍ୟ ସଙ୍ଗୀତରେ ବାଲ୍ୟ ଆରମ୍ଭିଲେ ବ୍ରତ ସେହି ପର୍ବତରେ ଅଧୋମୁଖ 12 ବର୍ଷ ଗଲା ଧୂମପାନେ 64 ବର୍ଷ ପକ୍ୱ ପତ୍ରର ଆସନେ କଠୋର ନିୟମ କଷ୍ଟ ଦେଖି ତବ ତାତ ମନେ ମନେ ଚିନ୍ତା କରି ହୋଇଲେ ଦୁଃଖିତ। କାହାକୁ ଏ କନ୍ୟା ଦେବୀ ଚିନ୍ତା କଲେ ବସି ଆସି ଉପସ୍ଥିତ ହେଲେ ନାରଦ ମହର୍ଷି ଅର୍ଘ୍ୟାଦି ଦେଇଣ ତାଙ୍କୁ ପୂଜି ହିମାଳୟ ଭକ୍ତି ଭରେ ପ୍ରଚାରିଲେ ପ୍ରକାଶୀ ବିନୟ କାହାଙ୍କି ଆସିଲ କୁହ ହେ ମୁନି ପୁଙ୍ଗବ ଭାଗ୍ୟ ବଳେ ବଢ଼ିଅଛି ମଦୀୟ ଗୌରବ। ଭାସିଲେ ନାରଦ ଶୁଣି ନରକୁଳ ସାଇଁ ପଠାଇଲେ ବିଷ୍ଣୁ ମତେ ତବ କନ୍ୟା ପାଇଁ କନ୍ୟା ଦାନ କର ଯୋଗ୍ୟ ପୁତ୍ର ବାସୁଦେବ ତାଙ୍କ ସରି ନାହିଁ ଶିବ ବ୍ରହ୍ମା ଆଦି ଦେବ ଅନୁରୂପେ ବର ହେଉ କନ୍ୟା ରତ୍ନ ଦାନ ମୋ ମତରେ ଏଥି ନାହିଁ ଚିନ୍ତାର କାରଣ। ହିମାଳୟ କହନ୍ତି ଯେ ଦେବ ଋଷି ବର ଯେବେ ପ୍ରାର୍ଥୀ ହେଲେ ବିଷ୍ଣୁ ସମ୍ମତି ଆମ୍ଭର କନ୍ୟା ଦେବୀ ସତ୍ୟ କଲି ନୋହିବ ଯେ ଆନ ଜହିରେ ମଧ୍ୟସ୍ଥ ହେବ ଆସିଛ ଆପଣ। ଶୁଣି ହର୍ଷେ ମୁନି ବିଷ୍ଣୁ ନିକେତନ ଗଲେ ନତ ଶିରେ ଶଙ୍ଖ ଚକ୍ର ଧରେ ପ୍ରଣମିଲେ କର ଯୋଡ଼ି ନିବେଦନ କଲେ ଋଷିବର ବିବାହର ଆୟୋଜନ କର ଦାମୋଦର। ଯୋଗୀନ୍ଦ୍ର ନାରଦ ଏହା କରି ନିବେଦନ ପ୍ରଣମି ପ୍ରଣାମ କଲେ ସ୍ୱକୀୟ ଭବନ। ବିସର୍ଜି ନାରଦେ ତବ ପିତା ହିମବାନ ପ୍ରକାଶୀ କହିଲେ ଯାଇ ତୋର ସନ୍ନିଧାନ। ଗରୁଡ଼ ଧ୍ୱଜ ତୁମ୍ଭଙ୍କୁ କରିବି ମୁଁ ଦାନ ବତ୍ସ୍ୟ ଅଙ୍ଗୀକାର କଲା ନୋହିବ ଯେ ଆନ। ମାତା ଜନକ ସହିତ ହେଲେ ଏକମତି ପାର୍ବତୀ ଦୁଃଖିତା ଶୁଣି ଏସନ ଭାରତୀ। ଦୁଃଖ ଭରେ ସନ୍ତାପରେ ବସିବାର ଦେଖି ଏକାନ୍ତରେ ବସି ପଚାରିଲେ ପ୍ରିୟ ସଖୀ। କାହିଁକି ଗୋ ମନ ଦୁଃଖ କହ ମୋ ଆଗର ଉପାୟ ଭଲ କରିବି ସଂଶୟ ନ କର। ପାର୍ବତୀ ବୋଇଲେ ସଖୀ ଶୁଣ ମୋ ବଚନ ଶିବଙ୍କୁ ଭର୍ତ୍ତା କରିବି ଥିଲା ମୋର ମନ ସତ ରଖି ଭାବିଥିଲେ ମନେ ଏହା କଥା ଜାଣିଛି କହିଲେ ପିତା କରିବେ ଅନ୍ୟଥା। ପିତୃ ସତ୍ୟବାଣୀ ଶୁଣି ନ ଦିଶେ ଉପାୟ ତେଣୁ ଦେହ ଛାଡ଼ିବାକୁ କଲିଣି ନିଶ୍ଚୟ। ଶୁଣି ପାର୍ବତୀଙ୍କ ବାଣୀ ସଖୀ କହେ ବୋଧି ପିତାଙ୍କ ଆଜ୍ଞାତେ ମହାରଣ୍ୟ ଯଥାବିଧି। ଶଙ୍କର କହନ୍ତି ସଖୀ ଫେରାଇ ତୋ ମତି ନେଇଗଲା ଘୋର ବନେ ତୁମ୍ଭଙ୍କୁ ଯେ ରୀତି। ଏ ସମୟରେ ପିତା ତୋତେ ନ ଦେଖି ମନ୍ଦିରେ ଖୋଜିଲେ ନଗରେ ଯାଇ ପଶି ଘରେ ଘରେ ତା ଦେଖି ଆତୁର ମନେ କରି ନାନା ଶଙ୍କା। ସୁର ଦାନବ କିନ୍ନର କିଏ ନେଲା କନ୍ୟକା ମୁନି ଆଗେ ସତ୍ୟ କଲି ଦେବୀ ବାସୁଦେବ। ମିଥ୍ୟାବାଦୀ ହେଲେ ଲୋକେ ମୋତେ କି ବୋଲିବେ ଚିନ୍ତା ଭରେ ମୂର୍ଚ୍ଛା ହୋଇ ପଡ଼ିଲେ ଭୂତଳେ। ଦେଖି ଆହା କରି ଲୋକେ ସେଠାରୁ ଧାଇଁଲେ ଦୁଃଖ ଭରେ ଆଗେ ଆଗେ ପଚାରିଲେ ଜନ। ଶୋକେ ମୋହ କାହି ପାଇଁ ହେଲ ହେ ରାଜନ। ସନ୍ତାପରେ ହିମାଳୟ କଲେ କ ଉତ୍ତର ନ ଜାଣିଲି କନ୍ୟାରତ୍ନ କେ ନେଲା ମୋହର। ଦଂଶିଲା କି ସର୍ପ ସିଂହ ବ୍ୟାଘ୍ର କି ଖାଇଲା ଗୋପତେ କନ୍ୟାକୁ କେହି ଦୁଷ୍ଟ ବେବା ମାରିଲା। କହୁ କହୁ ଶୋକ ଭରେ ପଡ଼ିଲେ ସେ ଢଳି ବତାସ ପବନ ପଥେ ଉପୁଡ଼େ କଦଳୀ। ନିର୍ଜନ ଭୟ ସଂକୁଳ ବନେ ତୁମ୍ଭେ ଗଲ ସିଂହ ବ୍ୟାଘ୍ର ଶୃଗାଳାଦି ଯହିଁ ପଲ ପଲ ଗଜମୃଗ ପକ୍ଷୀ ସମାକୁଳ ଭାବନେ। ସଖୀ ସଙ୍ଗେ ଯାଉ ନଦୀ ପଡ଼ିଲା ନୟନେ ନିରାହାରେ ରମ୍ୟ ତୀରେ ବସି ସେହି ରାତି। ବାଲିରେ ରଚି ପୂଜିଲେ ଶଙ୍କର ପାର୍ବତୀ ଭାଦ୍ରବ ଶୁକ୍ଳ ତୃତୀୟା ହସ୍ତା ନକ୍ଷତ୍ରରେ।
ଗୀତ ବାଦ୍ୟ ଉଜାଗର କଲେବ୍ର ଭକ୍ତି ଭରେ, ସେହି ବ୍ରତ ପ୍ରଭାବେ ମୋ ଟଳିଲା ଆସନ। ସଖୀ ସଙ୍ଗେ ଥିଲି ଯହିଁ ଗମିଲି ସେ ସ୍ଥାନ, ପ୍ରସନ୍ନ ହେଲି ଗୋତର ମାଗ ବୋଲି ବର। ଭାସିଲି ଶୁଣି କହିଲ ତୁମ୍ଭେ ଯୋଡ଼ି କର, ଭୋଦେବ ପ୍ରସନ୍ନ ଯେବେ ହେଲ ହେ ଈଶାନ। କୃପା କର ମୋର ଭର୍ତ୍ତା ହୁଅନ୍ତୁ ଆପଣ, ତଥାସ୍ତୁ କହି ମୁଁ ଦେବି ଗଲି କୈଳାସ। ଏସନ ସମୟ ନିଶା ହୋଇଲା ପ୍ରକାଶ, ନଦୀରେ ବିସର୍ଜି ସବୁ ବନଜାତ ଫଳ। ପାରଣା କରି ପାର୍ବତୀ ଶୋଇଲେ ବିହଳେ, ଏଣେ ହିମାଳୟ ଦୁଃଖେ ନ କରି ଭୋଜନ। ଚାରି ଦୁଗେ ଖୋଜି ବନେ କଲେ ଆଗମନ, ନଦୀ କୂଳେ ଦୁଇ କନ୍ୟା ଶୋଇବା ଦେଖି ଉଠାଇ କୋଳେ ବସାଇ କାନ୍ଦି ପଚାରିଲେ କିମ୍ପାଇ ଗୋ ଏବେ ଏଥି କଲ ଆଗମନ। ସିଂହ ବ୍ୟାଘ୍ର ଗର୍ଜେ ଭୟଙ୍କର ଯେଉଁ ବନ, ପାର୍ବତୀ କହନ୍ତି ତା ତ ଶୁଣ ମୋର କଥା। ମୁଁ କରିଥିବା ପ୍ରତିଜ୍ଞା କିମ୍ପା କର ମିଥ୍ୟା, ଶିବଙ୍କୁ ବିଭା ହେବାକୁ ଥିଲା ମୋର ମନ। ସତ୍ୟ କଲି ବାସୁଦେବ ଦେବ କନ୍ୟାଦାନ, ତେଣୁ ଜୀବନ ହାରିବି ସତ୍ୟ କରିଥିଲି। ପ୍ରିୟ ସଖୀ ପରାମର୍ଶେ ବନକୁ ଆସିଲି, ହରିଙ୍କୁ ନ ଦେଇ ଶିବେ ଦେବା ସତ୍ୟ କଲେ। ଆନନ୍ଦେ ଘରକୁ ଯିବି ପାର୍ବତୀ ଭାସିଲେ, ତଥା କହି ପିତା ତୋତେ ଘରେ ନେଇଗଲେ। କ୍ରମେ ମୋତେ ବିଭା ଦେଇ ସନ୍ତୋଷ ଲଭିଲେ, ବ୍ରତ ବଳେ ଅର୍ଦ୍ଧାସନ ମୋହର ପାଇଲ। ଅଧିକ କେଶ କହିବି ଏଥୁ ବଳି ଫଳ, ସେହି ଦିନୁ ଶୁଣ ଦେବି ଆଳିଆରି ବାରେ। ବ୍ରତ ଖ୍ୟାତ ହେଲା ହରି ତାଳିକା ନାମରେ, ପାର୍ବତୀ କହନ୍ତି ପ୍ରଭୁ ରହିଲା ଯେ ନାମ। ପୁଣ୍ୟ ଫଳ କିବା କହ ପୂଜା ବିଧି କ୍ରମ, କିଏ ଏହା କରିଥିଲା ପୁରା କାଳେ ହର। ଶିବ କହନ୍ତି ବିଧାନ ଶୁଣ ରମାବର, ଭାଗ୍ୟକ୍ରମେ ନାରୀମାନେ କରନ୍ତି ଏ ବ୍ରତ। ମଣ୍ଡପ କଦଳୀ ସ୍ତମ୍ଭେ କରିଣ ମଣ୍ଡିତ, ଚାରି ତୋରଣ ଶୋଭିତ ବିବିଧ ବର୍ଣ୍ଣରେ। ପାଟ ବସ୍ତ୍ର ଆଚ୍ଛାଦିତ ମଣ୍ଡପ ଉପରେ, ସୁଗନ୍ଧ ଚନ୍ଦନ ଲେପେ ମଣ୍ଡପ ଲିପାଇ। ଶଙ୍ଖାରୀ ମୃଦଙ୍ଗ ବାଦ୍ୟ ସହ ଗୀତ ଗାଇ, ମଙ୍ଗଳ ସଙ୍ଗୀତେ କରି ମଦୀୟ ମନ୍ଦିରେ। ସ୍ଥାପିଣ ଲିଙ୍ଗ ପୂଜିବ ପାର୍ବତୀ ସଙ୍ଗରେ, ଗନ୍ଧ ପୁଷ୍ପ ଧୂପ ଦୀପ ଫଳ ନିବେଦିବ। ଶୁଦ୍ଧ ଚିତେ ପୂଜାରେ ଏ ମାତ୍ର ଉଚ୍ଚାରିବ, ସର୍ବମଙ୍ଗଳା ସହିତେ ଶିବଙ୍କୁ ପ୍ରଣାମ। ଶିବେ ସର୍ବଦାତ୍ରୀ ଶିବ ରୂପେ ନମୋ ନମ, ଭବସାଗରେ ପଡ଼ି ମୁଁ କରୁଛି ଦଇନି। ପ୍ରସନ୍ନ ସୌଭାଗ୍ୟ ଦିଅ ହେ ସିଂହ ବାହିନୀ, ଭୂଦେବ ଏମନ୍ତ ପୂଜି ଈଶ୍ୱର ପାର୍ବତୀ। ଭକ୍ତିରେ ଶୁଣିବ କଥା ହୋଇ ଏକମତି, ପାଠକେ ବ୍ରାହ୍ମଣେ ଦେବ ବହୁବିଧ ଦାନ। ଧନରତ୍ନ ଧେନୁ ସୁତା ଆବର ବସନ, ସର୍ବ କାମ ପ୍ରଦ ବ୍ରତ କରେ ଯେଉଁ ନାରୀ। ନିଃସନ୍ଦେହେ 7 ଜନ୍ମ ପାପୁ ହୁଏ ପାରି, ତୃତୀୟାରେ ଯେଉଁ ନାରୀ ଆହାର କରଇ। 7 ଜନ୍ମ ଯାଏ ଦୁଃଖ ବୈଧ ପେଲ ଭଇ, ଦାରିଦ୍ର୍ୟ ହତ ଭାଗିନୀ ଦୁଃଖ ସୁଖ ଶୋକେ। ଉପବାସ ବିନା ନାରୀ ପଡ଼ଇ ନରକେ, ଇହ ଲୋକେ ଘୋର କଷ୍ଟ ଲଭଇ କାମିନୀ। ନ କରେ ସନ୍ଦେହ ଏଥି ସେ ମନ୍ଦ ଭାଗିନୀ, ଧେନୁ ମୃତ୍ତିକା ଭାଜନ ସୁନା ପାତ୍ର ମାନ। ବିପ୍ରେ ଦେଇ ଅନନ୍ତର କରିବ ପାରଣ, ଏମନ୍ତ ବିଧାନେ ଯେଉଁ ନାରୀ କରେ ବ୍ରତ। ଲଭିବ ନିଶ୍ଚୟ ସେ ମୋର ସମାନ୍ତରେ କାନ୍ତ, ବିନାଶ କାଳେ ସେ ନାରୀ ମୋର ରୂପ ପାଇ। ସମାନ ରୂପେ ସାଜୁଜ୍ୟ ମୁକ୍ତି କି ଲଭଇ, ତୀର୍ଥବ୍ରତ କଥା ଭାଷା ଗୀତ ସମାପନ। ସଦାଶିବ ଶ୍ରୀଚରଣେ ହେଉ ସମର୍ପଣ। ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ, ଓମ୍ ନମଃ ଶିବାୟ।